ପିଲାମାନେ ଆସ ଆଜି ଆମେ କିଛି ରୂଢ଼ି ପ୍ରୟୋଗ ପ୍ରବଚନ ଏବଂ ସେଗୁଡ଼ିକର ଅର୍ଥ ଜାଣିବା। ତାହେଲେ ଦେଖିବା, ଖଣ୍ଡା ଧାରରେ ଚାଲିବା, ଖୁବ୍ ସତର୍କତାର ସହିତ ନିୟମ ମାନି ଚଳିବା, ଖାଇବା ପତରରେ ଧୂଳି ଦେବା, ଖାଇବା ଦାନାରେ ଧୂଳି ଦେବା। ଏହାର ଅର୍ଥ ହେଉଛି ଜଣଙ୍କର ଜୀବିକାରେ ବାଧା ଦେବା। ଖୋଳ ପର୍ବତ ମାର ମୂଷା ଅର୍ଥ ସାମାନ୍ୟ କାମ ପାଇଁ ବହୁ ପରିଶ୍ରମ। ଗାଁ କନିଆ ସିଂହାଣୀ ନାକି ଅର୍ଥ କୌଣସି ଲୋକ ନିଜ ଅଞ୍ଚଳରେ ସମ୍ମାନ ନ ପାଇବା। ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ। ଏହା ଅର୍ଥ ହେଉଛି ଗୁଣୀ ଲୋକ ଅନ୍ୟର ଗୁଣକୁ ଆଦର କରିବା। ଘର ଦିଅଁ ନ ପୂଜି ପର ଦିଅଁ ପୂଜିବା। ନିଜର ସମ୍ପତ୍ତିକୁ ଅବହେଳା କରି ଅନ୍ୟର ସମ୍ପତ୍ତିକୁ ଅନୁସରଣ କରିବା। ଘୁଷୁରିକି ପାଚିଲା କଦଳୀ ଅର୍ଥ ଅଯୋଗ୍ୟ ବ୍ୟକ୍ତି ପାଇଁ ଉନ୍ନତ ପରିଚର୍ଯ୍ୟା। କଅଁଳ ଲୁହାକୁ ବିଲେଇ କାମୁଡ଼େ ଅର୍ଥାତ୍ ସରଳ ଲୋକକୁ ସମସ୍ତେ ହଇରାଣ କରନ୍ତି। କାଲା ଆଗରେ ମୂଳା ଚୋବାଇବା ଅର୍ଥାତ୍ ନ ବୁଝିବା ଲୋକ ଆଗରେ ତତ୍ତ୍ୱ ବଖାଣିବା। କାଉଁରିଆ କାଠି ଭାଙ୍ଗିଯିବା ପଛେ ନଇବ ନାହିଁ। କାଉଁରିଆ କାଠି ଭାଙ୍ଗିଯିବ ପଛେ ନଇବ ନାହିଁ ଅର୍ଥ ଅତ୍ୟନ୍ତ ସ୍ୱାଭିମାନର ଲକ୍ଷଣ ଅପରିହାର୍ଯ୍ୟନୀୟ। ସଜନା କାଠ ଭାଙ୍ଗିଯିବ ସିନା ନଇବ ନାହିଁ, ଅତ୍ୟନ୍ତ ସ୍ୱାଭିମାନର ଲକ୍ଷଣ ଅପରିବର୍ତ୍ତନୀୟ। କାଣି ବିରାଡ଼ି କୁଜି ଅସରପା ଉପରେ ରଜା, ଦୁର୍ବଳ ଉପରେ ପ୍ରଭୁତ। କାଲ ଠାର କାଲ ମା ଜାଣେ। ନିକଟତମ ବ୍ୟକ୍ତି ଅନ୍ୟର ଇଙ୍ଗିତ ବୁଝି ପାରିବା। କାହାର ପୁଷ ମାସ କାହାର ସର୍ବନାଶ। ଜଣକର ଲାଭ ହେଲେ ବା ବେଳେ ଅନ୍ୟ ଜଣକର ଘୋର କ୍ଷତି। କୁକୁର ଲାଙ୍ଗୁଳ 12 ବରଷରେ ସଳଖେ ନାହିଁ। ପ୍ରକୃତି କେବେ ବଦଳେ ନାହିଁ। କୂପ ମଣ୍ଡୂକ ଅର୍ଥ ସଙ୍କୁଚିତ ପରିବେଶରେ ବଢ଼ୁଥିବା ବ୍ୟକ୍ତି। କେଉଁ ଗାଈର ଗୋବର ଅର୍ଥ ଅନ୍ୟ ସାମାନ୍ୟ ତୁଚ୍ଛ। କୋପେ ବର ନ ହେଲେ ତପେ ବର। ଯେ କୌଣସି ଉପାୟରେ କାର୍ଯ୍ୟ ହାସଲ କରିବା। କୌରବର ଖାଇ ପାଣ୍ଡବ ଚିନ୍ତା। କୌରବର ଖାଇ ପାଣ୍ଡବଙ୍କ ଗାଈ। ଚାପର ଖାଇ କକାର ଋଣ ଶୁଝିବା। ଏହାର ଅର୍ଥ ହେଉଛି ଜଣକର ସାହାଯ୍ୟ ପାଇ ଅନ୍ୟ ଜଣକର କାମ କରିବା। ଖଜୁରୀ ଗଛର କି ଗୁଣ ଗାଇବି, ସେ ତ ମୂଳରୁ ପାହାଚ ପାହାଚ। କୌଣସି ଲୋକର ବିଭିନ୍ନ ଦୋଷକୁ ଲକ୍ଷ୍ୟ କରି ଏହାକୁ କୁହାଯାଇଛି। ଏ ବର୍ଷର ମଳୁ ଆର ବର୍ଷକୁ ବଇଦ। ଅଭିଜ୍ଞତାରୁ ଶିକ୍ଷା ଲାଭ। ଏକା ତୁଣ୍ଡରେ ଉଆ ଉଷୁନା। ଜଣକର ମୁହଁରେ ଦୁଇଟି ବିପରୀତ କଥା। ଯୋଉ ତୁଣ୍ଡରେ ଉଆ ପୁଣି ସେଇ ତୁଣ୍ଡରେ ଉଷୁନା। ଜଣକ ମୁହଁରେ ଦୁଇଟି ବିପରୀତ କଥା। ଏଇ ମନ ବୃନ୍ଦାବନ, ମନ ଦୃଢ଼ କଲେ ଗାଳିଆ ଗଙ୍ଗା। ଅତିଶୟ ନିଷ୍ଠା ମନର ଦୃଢ଼ତା କାର୍ଯ୍ୟ ସାଧନାରେ ସହାୟକ ହୁଏ। ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପ୍ତ ହୁଏ ତାହା। ବିଳମ୍ବରେ ହେଲେ ମଧ୍ୟ ମନ ଅନୁସାରେ ଫଳ ମିଳେ। ଓଟ ମୁହଁରେ ଜିରା। ଅଧିକ ଚାହୁଁଥିବା ଲୋକଙ୍କୁ ଖୁବ୍ କମ୍ ଦେବା। ଔଷଧ ରାଗରେ ତାଟିଆ କାମୁଡ଼ିବା। ପ୍ରକୃତ ଲୋକ ବିରୋଧରେ କିଛି କରି ନ ପାରି ଅନ୍ୟ ଉପରେ ଦାଉ ସାଧିବା। ସୂତା ମାଜିଲେ ସରୁ, କଥା ମାଜିଲେ ମୋଟ। ଗୋଟିଏ କଥାକୁ ଧରି ବସିଲେ ଗୁରୁତର ହୁଏ। କଷ୍ଟ କଲେ କୃଷ୍ଣ ମିଳେ। କଠିନ ପରିଶ୍ରମ କଲେ ସିଦ୍ଧି ହୁଏ। କବି ତୁଣ୍ଡ ମେଣ୍ଢା ମୁଣ୍ଡ। ଦୃଢ଼ ବଚନ ବା ଆର୍ଷ ବଚନ। କଂସାରି ଘରର ପାରାକୁ କୁଲା ଢାଉଁ ଢାଉଁ ଡର। ପ୍ରତିକୂଳରେ ଅଭ୍ୟସ୍ତ ବ୍ୟକ୍ତିଙ୍କୁ ସାମାନ୍ୟ ଭୟ ଦେଖାଇବା। କହି ଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ। ଅନ୍ୟକୁ ଉପଦେଶ ଦେବା ସହଜ, କିନ୍ତୁ ନିଜ ବେଳକୁ ତାହା କଷ୍ଟକର। କଙ୍କଳାକୁ ଗୋଳିପାଣି ସୁହାଏ। ଅସାଧୁ ଲୋକଙ୍କ ପାଇଁ ଗୋଳମାଳିଆ ପରିସ୍ଥିତି ସହାୟ ହୁଏ। କଳାକୁ ଧଳା, ଧଳାକୁ କଳା କରିବା। ଏପାରି ଗଛ ସେପାରିକି କରିବା। ଏହାର ଅର୍ଥ ହେଉଛି ମିଛକୁ ସତ ଓ ସତକୁ ମିଛ କରିବା।